ମାନେ ଆଜି ଆମେ ଏ ଲେଟର ଟୁ ଗଡର ବହିରେ ଥିବା କୋଶ୍ଚିନ୍ ଆନ୍ସର କରିବା। ତାହେଲେ 1 ନମ୍ବରରେ ଆମକୁ ଦେଇଛି ହୋୟାର ଡିଡ୍ ଲେଞ୍ଚୋ ଲାଇଭ୍। ଲେଞ୍ଚୋ କେଉଁଠାରେ ବାସ କରୁଥିଲା? ତାହେଲେ ଲେଞ୍ଚୋ ଲାଇଭ୍ ଇନ୍ ଏ ସଲିଟାରୀ ହାଉସ୍ ଦ୍ୟାଟ୍ ସ୍ୟାଟ୍ ଅନ୍ ଦି ଟପ୍ ଅଫ୍ ଏ ଲୋ ହିଲ୍ ଇନ୍ ଦି ଭ୍ୟାଲି। ଲେଞ୍ଚୋ କେଉଁଠି ବାସ କରୁଥିଲା? ତାର ଏକମାତ୍ର ଘର ଥିଲା, ହେଲା ପାହାଡ଼ର ପୁରା ଉପରେ ଏକମାତ୍ର ଘର ଥିଲା, ସେଇଠି ସିଏ ବାସ କରୁଥିଲା। 2 ନମ୍ବର ପ୍ରଶ୍ନ, ହ୍ୱାଟ୍ ଡିଡ୍ ହି ହୋପ୍ ଫର୍? ସେ କ'ଣ ଆଶା କରୁଥିଲା? ହି ହୋପ୍ଡ ଫର୍ ଏ ଡାଉନ୍ ପୋର୍ ଅର୍ ଆଟଲିଷ୍ଟ ଏ ଗୁଡ୍ ସାୱର୍ ଅଫ୍ ରେନ୍ ହୁଇଚ୍ ୱାଜ୍ ଦି ଓନ୍ଲି ଥିଙ୍ଗ ଦି ଆର୍ଥ ନିଡେଡ୍ ଫର୍ ଏ ଗୁଡ୍ ହାର୍ଭେଷ୍ଟ। ତାହେଲେ ପିଲାମାନେ ଆମର ଶସ୍ୟଟି ଭଲ ଅମଳ ପାଇଁ କ'ଣ ଦରକାର? ଏକ କ'ଣ ସୁନ୍ଦର ବର୍ଷାଟିଏ ଦରକାର। ତେଣୁ ସେ ଏକ ସୁନ୍ଦର ବର୍ଷାକୁ ହିଁ ଆଶା କରୁଥିଲା। 3 ନମ୍ବର ପ୍ରଶ୍ନ ଆମ ପାଇଁ, ହ୍ୱାଟ୍ ଡିଡ୍ ହି ସେ ଅବାଉଟ୍ ଦି ରେନ୍ ଡ୍ରପ୍ସ? ସେ ବର୍ଷା ବିନ୍ଦୁ ଗୁଡ଼ିକ ବିଷୟରେ କ'ଣ କହିଥିଲା? ଲେଞ୍ଚୋ ରିମାର୍କଡ୍ ୱିଥ୍ ଏକ୍ସାଇଟମେଣ୍ଟ ଦ୍ୟାଟ୍ ଦି ରେନ୍ ଡ୍ରପ୍ସ falling from the sky were new coins. The big drops were 10 cent pieces and the little ones were 5 cent pieces. ଲେଞ୍ଚୋ ଏକ୍ସାଇଟମେଣ୍ଟର ସହିତ ବର୍ଷାର ସେଇ ବିନ୍ଦୁକୁ ଦେଖିକି, ଆକାଶକୁ ଦେଖିକି କହିଥିଲା ବଡ଼ ବଡ଼ ପଇସା ଗୁଡ଼ା 10 ଟଙ୍କା, ଆଉ ଛୋଟ ଛୋଟ ପଇସା ଗୁଡ଼ା କ'ଣ ବୁନ୍ଦା ଗୁଡ଼ା 5 ଟଙ୍କା ବୋଲି। 4 ନମ୍ବର ପ୍ରଶ୍ନ, ହାଉ ଡିଡ୍ ଦି ରେନ୍ ଚେଞ୍ଜ? ବର୍ଷା କିପରି ବଦଳିଗଲା? ଦି ରେନ୍ ଚେଞ୍ଜ ଇଣ୍ଟୁ ହେଲ୍ ଷ୍ଟର୍ମ ଆଣ୍ଡ ଆଲଙ୍ଗ ୱିଥ୍ ଦି ରେନ୍ ଭେରି ଲାର୍ଜ ହେଲ୍ ଷ୍ଟୋନ୍ସ ବିଗାନ୍ ଟୁ ଫଲ୍। ହେଲା ଏକ ଝଡ଼ ତୋଫାନର ରୂପ ନେଇଗଲା ଗୋଟେ ସାଧାରଣ ବର୍ଷା। 5 ନମ୍ବର, ହ୍ୱାଟ୍ ହାପେନ୍ ଟୁ ଲେଞ୍ଚୋସ୍ କର୍ନ ହେଡ୍ସ? ଲେଞ୍ଚୋର ଶସ୍ୟ କ୍ଷେତ୍ର ଗୁଡ଼ିକର କ'ଣ ହେଲା? ଆଜ୍ ଏ ଷ୍ଟ୍ରଙ୍ଗ ୱିଣ୍ଡ ବିଗାନ୍ ଟୁ ବ୍ଲୋ and along with the rain the large hailstones began to fall. Lencho's cornfield looked white as if it was covered with salt. His cornfields were completely destroyed. ଯେତେବେଳେ ବହୁତ ଜୋରେ ଝଡ଼ ପବନ ବହିବାକୁ ଲାଗିଲା, ବଡ଼ ବଡ଼ କୁଆପଥର ପଡ଼ିବାକୁ ଲାଗିଲା, ଯେମିତି ତାର ଶସ୍ୟ କ୍ଷେତ୍ରଟା ପୁରା ଧଳା ଦେଖାଯାଉଥିଲା, ଯେମିତି କ'ଣ ସବୁଆଡ଼େ ଲୁଣ ବିଛା ହେଇଛି। ତେଣୁ ତାର କ'ଣ ସବୁତ ଶସ୍ୟ ଝଡ଼ିକି ପଡ଼ିଯାଇଥିଲା ଏବଂ ପୁରା ଶସ୍ୟ କ୍ଷେତ୍ର ନଷ୍ଟ ହୋଇଯାଇଥିଲା। 6 ନମ୍ବର ପ୍ରଶ୍ନ ପିଲାମାନେ ଆମ ପାଇଁ, ହ୍ୱାଟ୍ ଡିଡ୍ ଲେଞ୍ଚୋ ହାଭ୍ ଫେଥ୍ ଇନ୍? ଲେଞ୍ଚୋ କାହା ଉପରେ ବିଶ୍ୱାସ କରୁଥିଲା? ଲେଞ୍ଚୋ ହାଡ୍ ଡିପ୍ ଫେଥ୍ ଇନ୍ ଗଡ୍। 7 ନମ୍ବର ପ୍ରଶ୍ନ, ହୁ ଡିଡ୍ ହି ରାଇଟ୍ ଏ ଲେଟର ଟୁ? ସେ କାହା ପାଖକୁ ଚିଠି ଲେଖିଲା? ଲେଞ୍ଚୋ ରୋଟ୍ ଏ ଲେଟର ଟୁ ଗଡ୍। କାହିଁକି? କାରଣ ତାର ଏକମାତ୍ର ସାହା ଭରସା, ଏକମାତ୍ର ବିଶ୍ୱାସ, ଯିଏକି ବର୍ତ୍ତମାନ ସାହାଯ୍ୟ କରିପାରିବ ଏଇ ବିପଦରେ, ସିଏ ହେଉଛନ୍ତି ଭଗବାନ। ତେଣୁ ସେ ଭଗବାନଙ୍କ ପାଖକୁ ଚିଠିଟେ ଲେଖିଥିଲା। 8 ନମ୍ବର, ହୁ ରିଡ୍ ଦି ଲେଟର? ଚିଠିଟିକୁ କିଏ ପଢ଼ିଲା? ଏଇଟା ପିଲାମାନେ ସର୍ଟ କୋଶ୍ଚିନ୍ ପରୀକ୍ଷାରେ ସବୁ ବର୍ଷ ଆସୁଛି, ତମମାନେ 1 ମାର୍କ ଏଇଟା ଗ୍ୟାରେଣ୍ଟି ଲେଖିଦିଅ, କିଏ ଚିଠିଟାକୁ ପଢ଼ିଛି। ହେଲା, ଦି ପୋଷ୍ଟ ମ୍ୟାନ୍ ଆଣ୍ଡ ଦେନ୍ ଦି ପୋଷ୍ଟ ମାଷ୍ଟର ରିଡ୍ ଦି ଲେଟର। ତାହେଲେ ପ୍ରଥମେ କିଏ ପଢ଼ିଛି? ପୋଷ୍ଟ ମ୍ୟାନ୍ ପଢ଼ିଛି, ତାପରେ ପୋଷ୍ଟ ମାଷ୍ଟର। ନେକ୍ସଟ 9 ନମ୍ବର, What did the postmaster do? The postmaster thought of writing a letter in order not to shake Lencho's faith in God. But after opening the letter, he knew that Lencho asked for 100 pesos from God. So he collected some money from his employees and several friends and contributed a part of his salary. Then he sent the money in an envelope addressed to Lencho. He was able to send only a little more than half. କେତେ ଟଙ୍କା ପଠେଇଥିଲା? 70 ପଇସା। ହେଲା, ପରୀକ୍ଷାରେ ପଡ଼ିବ ଏ ଲିଟିଲ୍ ମୋର୍ ଦାନ୍ ହାଫ୍। ବୁଝିହେଲା? ସେ ଚିଠିଟାକୁ ପଢ଼ିଲା। ଲେଞ୍ଚୋ କେତେ ଟଙ୍କା ମାଗିଥିଲା ଭଗବାନଙ୍କୁ? ପରୀକ୍ଷାରେ ପଡ଼ିବ ସର୍ଟ କୋଶ୍ଚିନ୍, 100 pesos। ବୁଝିହେଲା? ତେଣୁ ସବୁଠୁ ସିଏ ତାଙ୍କର ଏମ୍ପ୍ଲୟିଜ୍ ଠାରୁ କିଛି ପଇସା କଲେକ୍ଟ କଲା, ସେଭରାଲ ଫ୍ରେଣ୍ଡ ଠାରୁ କିଛି କଲେକ୍ଟ କଲା ଏବଂ ଆରେଞ୍ଜ କରିପାରିଲା ଏ ଲିଟିଲ୍ ମୋର୍ ଦାନ୍ ହାଫ୍। ହେଲା, ଏବଂ ତାକୁ ଏନଭେଲପ୍ରେ ରଖିଦେଲା। 10 ନମ୍ବର ପିଲାମାନେ, ୱାଜ୍ ଲେଞ୍ଚୋ ସରପ୍ରାଇଜ୍ ଟୁ ଫାଇଣ୍ଡ ଏ ଲେଟର ଫର୍ ହିମ୍ ୱିଥ୍ ମନି ଇନ୍ ଇଟ୍?
ଲେଞ୍ଚୋ ସରପ୍ରାଇଜ ହେଲା କି ଏନଭେଲପରେ ପଇସା ଅଛି ବୋଲି? नो, ଟିକେ ବି ନୁହଁ। ଲେଞ୍ଚୋ ୱାଜ୍ ନଟ୍ ସରପ୍ରାଇଜ ଟୁ ଫାଇଣ୍ଡ ଏ ଲେଟର ଫର ହିମ୍ ୱିଥ୍ ମନି ଇନ୍ ଇଟ୍। ସେଇ ଏନଭେଲପ ଭିତରେ ପଇସା ଦେଖିକି ଲେଞ୍ଚୋ ଟିକିଏ ହେଲେ ବି ଆଶ୍ଚର୍ଯ୍ୟଚକିତ ହୋଇନଥିଲା। 11 ନମ୍ବର, ହ୍ୱାଟ୍ ୱାଜ୍ ଲେଞ୍ଚୋସ୍ ରିଆକ୍ସନ୍ ଆଫ୍ଟର ଗେଟିଂ ଦି ଲେଟର? ଚିଠିଟି ପାଇବା ପରେ ଲେଞ୍ଚୋର ପ୍ରତିକ୍ରିୟା କ'ଣ ଥିଲା? After getting the letter, Lencho did not show the slightest surprise upon seeing the money in it, but he became angry while he counted the money because he got 70 pesos only, whereas he asked for 100 pesos. He knew it well that neither God could have made a mistake nor could have denied what he asked for. He began to suspect the integrity of the post office employees. In his next letter, he requested God to send him the rest money not through the mail, as the post office employees were a bunch of crooks. ପରୀକ୍ଷାରେ ପଡ଼େ bunch of crooks ର ଅର୍ଥ କ'ଣ? ପିଲାମାନେ ସେ ଲେଟରକୁ ଦେଖିକି ଟିକେ ବି ହେଲେ ସରପ୍ରାଇଜ ହେଇନଥିଲା ଏବଂ ଆହୁରି କ'ଣ ହେଇଥିଲା? ରାଗି ଯାଇଥିଲା। କାହିଁକି? କାରଣ ସେ ଭଗବାନଙ୍କୁ 100 ଟଙ୍କାଟେ ମାଗିଥିଲା। ଭଗବାନ କେବେ ବି ଭୁଲ କରିକି ତାକୁ 70 ପେସୋ କ'ଣ ପଠେଇବେ ନାହିଁ। ତେଣୁ ସେ ଭାବିଲା ଯେ ପୋଷ୍ଟ ଅଫିସ୍, ଭାବିଲା ନୁହଁ, ସିଓର ଥିଲା ପୋଷ୍ଟ ଅଫିସ୍ ଏମ୍ପ୍ଲୟିଜ୍ ମାନେ କ'ଣ ପଇସା ନେଇଯାଇଛନ୍ତି। नेक्स्ट क्वेश्चन है नेक्स्ट आमर लेट्स रीड बिटवीन दी लाइन्स। व्हाई डिड लेंचो कीप ऑन लुकिंग एट द स्काई थ्रू आउट द मॉर्निंग? लेंचो कहीं सारा सकाळ आकाश को चाहिए रही? देयर वाज नो रेन फॉर सम डेज एंड द अर्थ नीडेड ए डाउनपोर और एटलीस्ट ए शावर फॉर ए गुड हार्वेस्ट. So Lencho kept on looking towards the northeast sky and waited for rain throughout the morning and waited for rain. ହେଲା ବହୁତ ଦିନ ହେଲା ବର୍ଷା ହେଇନଥିଲା, ତେଣୁ ଭଲ ଅମଳ ହେବା ପାଇଁ ଏକ ଭଲ ବର୍ଷାଟିଏ ଦରକାର ହେଲା। ତେଣୁ ସେ ସକାଳ ଆକାଶକୁ ଚାହିଁଥିଲା କେତେବେଳେ ବର୍ଷା ହେବ। Why was the field white after the storm? କାହିଁକି କ୍ଷେତଟା ଝଡ଼ ପରେ ଧଳା ହେଇଯାଇଥିଲା? ଡ୍ୟୁ ଟୁ ଏ ହେଲ୍ ଷ୍ଟର୍ମ ଫର୍ ଆନ୍ ଆୱାର ଲାର୍ଜ ହେଲଷ୍ଟୋନ୍ ଫେଲ୍ ଅନ୍ ଦି ଫିଲ୍ଡ along with rain. So after the storm the field was white as if it was covered with salt. ହେଲା ବହୁତ ଜୋରେ ଝଡ଼ ତୋଫାନ ହେଲା, 1 ଘଣ୍ଟା ଧରିକି ହେଲା, ତେଣୁ କ'ଣ ପୁରା ଶସ୍ୟ କ୍ଷେତ୍ର ଧଳା ହେଇଯାଇଥିଲା। ବଡ଼ ବଡ଼ କୁଆପଥର ମଧ୍ୟ ପଡ଼ିବାରୁ ଧଳା ହୋଇଗଲା। तापर क्वेश्चन, व्हाई डिड लेंचो से दी रेनड्रॉप्स वेयर लाइक न्यू कॉइन्स? Just as Lencho predicted, big raindrops began to fall from the sky. Seeing it, Lencho became extremely happy, having a hope of a good harvest. So he said the raindrops were as valuable as new silver coin. बुझेला? जेतेबेले लेंचो प्रथमे देखिला जे बड़ बड़ वर्षा ठोपा पड़ुची, तेणु सी भाविला जे एथरक भल अमल हम, तेणु सी कौन रेनड्रप को सिल्वर कॉइन सहित तुलना करिछि। तापर नेक्स्ट क्वेश्चन, व्हाई डिड लेंचो प्रिफर लोकोस्ट टू दी स्टॉर्म? लेंचो कहीं झड़ अपेक्षा पंगपाल को पसंद करिथिला? कारण दी क्रॉप्स ऑफ लेंचो वेयर कंप्लीटली डिस्ट्रॉयड बाय हेल स्टॉर्म. कुआपथर वर्षार शस्य तार संपूर्ण नष्ट हो जाइथिला. ही थॉट दैट हिज फैमिली वुड गो विदाउट फूड दैट ईयर. ही न्यू दैट ए प्लेग ऑफ लोकोस्ट वुड हैव लेफ्ट मोर दैन दैट. The hell had left nothing, so he preferred locust to the storm. सी भाविला जे मोर परिवार ए वर्ष पूरा भोकरे रहिबे एवं जदि कौन लोकोस्ट माने पंगपाल माने मध्य जदि अटैक करिथांदे सी किछिटा शस्य छाड़ी जाइथांदे जेतिकी हेलस्टॉर्म ताठारु अधिक मोर क्षति करिदेला. तापर नेक्स्ट क्वेश्चन हमर, did Lencho try to find out who had sent the money to him? Why or why not? Lencho कौन किए ता पाखु टंका पठेइथिला से जानिया को चेष्टा कला कि? Lencho did not try to find out who had sent the money to him. सीए ताकू खोजिया को चेष्टा कलानी. काहेकि? It was because he had
firm faith in God and thought that God had listened to his prayer and had sent him the money. କାରଣ ତାର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଭଗବାନ ମୋତେ ପଇସା ପଠେଇବେ, ଭଗବାନ ମୋ ଦୁଃଖ ଶୁଣିବେ। ନେକ୍ସଟ କ୍ୱେଶ୍ଚିନ୍ ଆମର, ହ୍ୱାଟ୍ ଉଡ୍ ବି ଦି ରିଆକ୍ସନ ଅଫ୍ ଦି ପୋଷ୍ଟ ଅଫିସ ଏମ୍ପ୍ଲୟିଜ୍ when they read the second letter? When the post office employees read the second letter, the postmaster showed his curiosity to read the letter as what Lencho had written. କ'ଣ ଯେତେବେଳେ ପୋଷ୍ଟ ଅଫିସ ଏମ୍ପ୍ଲୟିଜ୍ ସେକେଣ୍ଡ ଲେଟର ପଢ଼ିଲେ ତାଙ୍କୁ ସେତେବେଳେ କ୍ୟୁରିଓସିଟି ଫିଲ୍ ହେଲା ଲେଞ୍ଚ ଯାହା ଲେଖିଥିଲା। ତାହେଲେ ଲେଞ୍ଚ କ'ଣ ଲେଖିଥିଲା ଆଗକୁ ମଧ୍ୟ ସେଇଭଳିଆ କ୍ୱେଶ୍ଚିନ୍ କରିବା। ତାପରେ ନେକ୍ସଟ ଆମର ରିଡ୍ ଦି ପ୍ୟାସେଜ, ଏଇଟା ପାଠ୍ୟ ବିଷୟରୁ ପଢ଼ିବା, ସେଇଭଳିଆ କ୍ୱେଶ୍ଚିନ୍ ହିଁ କରିବା ଖାଲି। ହୁ ଡଜ୍ ଲେଞ୍ଚୋ ହାଭ୍ କମ୍ପ୍ଲିଟଲି ଫେଥ୍ ଇନ୍? ଲେଞ୍ଚୋ ହାଜ୍ କମ୍ପ୍ଲିଟଲି ଫେଥ୍ ଇନ୍ ଗଡ୍। ନେକ୍ସଟ କ୍ୱେଶ୍ଚିନ୍, ଲେଞ୍ଚୋ ୱାଜ୍ ଆନ୍ ଅକ୍ସ ଅଫ୍ ଏ ମ୍ୟାନ୍, ହ୍ୱାଟ୍ ଡଜ୍ ଦି ଲାଇନ୍ ମିନ୍? ଦି ଲାଇନ୍ ଲେଞ୍ଚୋ ୱାଜ୍ ଆନ୍ ଅକ୍ସ ଅଫ୍ ଏ ମ୍ୟାନ୍ ମିନ୍ସ though Lencho was a man, he had to work hard in the field like an ox. The writer uses such as a metaphor. ଲେଞ୍ଚୋ ଗୋଟେ ମଣିଷ ହେଲେ ମଧ୍ୟ ତାର କ୍ଷେତରେ ସେ ବଳଦ ଭଳିଆ କାମ କରୁଥିଲା। ନେକ୍ସଟ କ୍ୱେଶ୍ଚିନ୍, ହ୍ୱାଟ୍ ୱାଜ୍ ଦି ପୋଷ୍ଟମାଷ୍ଟର ଲାଇକ୍? ପୋଷ୍ଟମାଷ୍ଟର କିଭଳି ଥିଲେ? ଦି ପୋଷ୍ଟମାଷ୍ଟର ୱାଜ୍ ଏ ଫ୍ୟାଟ୍ ମ୍ୟାନ୍ and he had a friendly and pleasant personality. He was very kind and helpful also. As he was a charitable person, he came forward to help Lencho by collecting and contributing money from his salary. ବୁଝିହେଲା, ସେ ବହୁତ ଦୟାଳୁ ଏବଂ ଜଣେ ମୋଟା ଲୋକ ଥିଲେ, ବହୁତ ଦୟାଳୁ ଏବଂ ସାହାଯ୍ୟକାରୀ ଲୋକ ଥିଲେ। ଲେଞ୍ଚକୁ ମଧ୍ୟ କ'ଣ ତାଙ୍କ ସାଲାରୀରୁ ଆଣିକି ପଇସା ଦେଇଥିଲେ। ନେକ୍ସଟ, ହ୍ୱାଇ ଡିଡ୍ ଦି ପୋଷ୍ଟମାଷ୍ଟର ସେଣ୍ଡ ମନି ଟୁ ଲେଞ୍ଚୋ? ପୋଷ୍ଟମାଷ୍ଟର ଲେଞ୍ଚୋ ପାଖକୁ କାହିଁକି ପଇସା ପଠେଇଥିଲେ? କାରଣ when the postmaster saw the letter addressed to God, he was greatly surprised to think about the writer's firm faith in God. In order not to shake the writer's faith in God, he decided to answer the letter. He did not want Lencho to face the unfortunate results of his crop loss. He managed to send him 70 pesos to let him overcome his loss of କ୍ରପ୍। ସେ ଚାହୁଁନଥିଲେ ଲେଞ୍ଚୋ ଏଇ ଶସ୍ୟର ଯେଉଁ ଲସ୍ ହେଇଛି ତାଠାରୁ ବାହାରି ନପାରୁ, ତେଣୁ ସେ ଯେତିକି ଆରେଞ୍ଜ କଲେ ସେତିକି ପଇସା ସେ ପଠେଇଲେ। ହ୍ୱାଟ୍ ଡଜ୍ ଦି ଏକ୍ସପ୍ରେସନ୍ ଆନ୍ ଆକ୍ଟ ଅଫ୍ ଚାରିଟି ମିନ୍? ଦି ଏକ୍ସପ୍ରେସନ୍ ଆନ୍ ଆକ୍ଟ ଅଫ୍ ଚାରିଟି ମିନ୍ସ ଆନ୍ ଆକ୍ଟ ଅଫ୍ ଶୋଇଂ କାଇଣ୍ଡନେସ୍ ଆଣ୍ଡ ଜେନେରୋସିଟି ଟୁୱାର୍ଡସ୍ ପିପୁଲ୍ ହୁ ଆର୍ ଇନ୍ ଡିଷ୍ଟ୍ରେସ୍। ହେଲା, ଯିଏ ମାନସିକ ଚାପରେ ଅଛି ତାକୁ ଦୟାଳୁ ଭାବ ଦେଖେଇବା, ତାକୁ ସଠିକ୍ ସେ କେମିତି ମାନେ ନିଜର କୃତଜ୍ଞତା ଜଣାଇବା ହିଁ ଆକ୍ଟ ଅଫ୍ ଚାରିଟି ବୋଲି କୁହାଯାଏ। ନେକ୍ସଟ ଆମର କ୍ୱେଶ୍ଚିନ୍ ଏଇତ ଭିତରେ ଅଛି, ହ୍ୱାଟ୍ ଆର୍ ହେଲଷ୍ଟୋନ୍ସ? ହେଲଷ୍ଟୋନ୍ସ ଆର୍ ସ୍ମଲ୍ ବଲ୍ସ ଅଫ୍ ଆଇସ୍ ଦାଟ୍ ଫଲ୍ସ ଲାଇକ୍ ରେନ୍। କୁଆପଥର ହେଉଛି ବରଫର ଛୋଟ ବରଫ ପେଣ୍ଡୁ ଯାହା ବର୍ଷା ପରି ପଡ଼େ। ନେକ୍ସଟ କ୍ୱେଶ୍ଚିନ୍, ହ୍ୱାଟ୍ ଇଜ୍ ଏ ହେଲଷ୍ଟୋର୍ମ? କୁଆପଥର ଝଡ଼ କ'ଣ? A storm in which hailstones fall is a hailstorm. We know that a storm is a bad weather with strong winds, rain, thunder and lightning. ଆମେ ଜାଣିଛେ ଝଡ଼ କ'ଣ ହେଲା, କେମିତି ଖରାପ ୱେଦର ଏବଂ ବହୁତ ଜୋରରେ ପବନ ହେବା ଏବଂ ଘଡ଼ଘଡ଼ି ବିଜୁଳି ମାରିବା। ନେକ୍ସଟ ଏଇଥିରୁ ପିଲାମାନେ ପରୀକ୍ଷାରେ ଗୋଟେ କ୍ୱେଶ୍ଚିନ୍ ଆସିବ, ଏଠାରେ ଆମେ କାହାକୁ କ'ଣ ନାଁ ଦେଇକି କହିବା। ପରୀକ୍ଷାରେ 1 ମାର୍କ ଯେମିତି ହେଲେ ଏଥିରୁ ଆସିବ। ଏ ଭାଉଲେଣ୍ଟ ଟ୍ରପିକାଲ ଷ୍ଟର୍ମ ଇନ୍ ୱିଚ୍ ଷ୍ଟ୍ରଙ୍ଗ ୱିଣ୍ଡସ୍ ମୁଭ୍ସ ଇନ୍ ଏ ସର୍କଲ। ପିଲାମାନେ ଏଠି ଆମକୁ ଲେଖିଦେଇଛି କିନ୍ତୁ ପରୀକ୍ଷାରେ ଲେଖିବନି, ଏଇଟା ହେବ ସାଇକ୍ଲୋନ୍, CYCLONE ହେଲା, ତଳେ ଆନ୍ସର ଅଛି, କିଛି ବ୍ୟସ୍ତ ହେବନି, ସାଇକ୍ଲୋନ୍। ତାପରେ 2 ନମ୍ବର, ଆନ୍ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ ୱିଣ୍ଡ, ଏଇଟା କ'ଣ ହେଇଯିବ ଆମର, ଏଇଟା ପିଲାମାନେ ହେଇଯିବ ଆମର ଗେଲ୍। ଏଠି ତଳେ ମୁଁ ଆନ୍ସର ଲେଖିଦେଇଛି ସାଇକ୍ଲୋନ୍, ତାପରେ ଏକ୍ସଟ୍ରିମଲି ଷ୍ଟ୍ରଙ୍ଗ ୱିଣ୍ଡ ହେଇଯିବ ଗେଲ୍। ତାପରେ 3 ନମ୍ବର, ଏ ଭାଉଲେଣ୍ଟ ଟ୍ରପିକାଲ ଷ୍ଟର୍ମ ୱିଥ୍ ଭେରି ଷ୍ଟ୍ରଙ୍ଗ ୱିଣ୍ଡସ୍, ଏଇଟା ଟାଇଫୁନ୍ ହେଲା, TYPHOON। ତାପରେ 4 ନମ୍ବର, ଏ ଭାଉଲେଣ୍ଟ ଷ୍ଟର୍ମ ୱିଥ୍ ଷ୍ଟ୍ରଙ୍ଗ ୱିଣ୍ଡସ୍ ଏସ୍ପେସିଆଲି ଇନ୍ ଦି ୱେଷ୍ଟର୍ଣ୍ଣ ଆଟଲାଣ୍ଟିକ୍ ଓସେନ୍, ଏଇଟା ହେଇଯିବ ଆମର କ'ଣ, ଏଇଟା ହେଇଯିବ ଆମର ହରିକେନ୍। 4 ନମ୍ବର ହେଇଯିବ ହରିକେନ୍।
ତାପରେ 5 ନମ୍ବର ଏ ଭାଉଲେଣ୍ଟ ଷ୍ଟର୍ମ ହୁଜ୍ ସେଣ୍ଟର ଇଜ୍ ଏ କ୍ଲାଉଡ୍ ଇନ୍ ଦି ସେପ୍ ଅଫ୍ ଏ ଫନେଲ୍ ହେଲା ସେଣ୍ଟରଟା କ୍ଲାଉଡ୍ ଭଳିଆ ହେଇଥିବ ତାହେଲେ ସେପ୍ଟା ହେଉଛି ଟର୍ନାଡୋ। 6 ନମ୍ବର ପ୍ରଶ୍ନ ଏ ଭେରି ଷ୍ଟ୍ରଙ୍ଗ ୱିଣ୍ଡ ଦ୍ୟାଟ୍ ମୁଭ୍ସ ଭେରି ଫାଷ୍ଟ ଇନ୍ ଏ ସ୍ପିନିଂ ମୁଭମେଣ୍ଟ ଆଣ୍ଡ କଜେସ୍ ଏ ଲଟ୍ ଅଫ୍ ଡ୍ୟାମେଜ୍ ଏଇଟା ଆମର ଯେଉଁ ହୁଇର୍ଲ ୱିଣ୍ଡ ବୁଝିହେଲା ଏ ଯେଉଁ ଆମର ହୁଇର୍ଲ ୱିଣ୍ଡ।